আপনারা যেତେବେଳେ ଗୁରୁଙ୍କର ଅପମାନ କଥା ଶହେ ପାଞ୍ଚ ଭାଇ ଶୁଣିଲେ ସମସ୍ତେ ଦୌଡ଼ି ଆରମ୍ଭ କଲେ କଲେ ପାଞ୍ଚ କଟକକୁ ଯାଇକି ରାଜା ଦ୍ରୁପଦକୁ ବାନ୍ଧିକି ଆଣିଲେ। ଏ କଥାକୁ ଚିନ୍ତା କରି ଶହେ ପାଞ୍ଚ ଭାଇ ଦୌଡ଼ିଲା ବେଳେ ଅର୍ଜୁନ ସମସ୍ତଙ୍କୁ ଅଟକେଇଲା। ଶହେ ପାଞ୍ଚ ଭାଇ ଯାକ ତମକୁ ଲାଜ ଲାଗୁନି? ଗୋଟେ ଲୋକକୁ ବାନ୍ଧିବା ପାଇଁ ତମେ ଶହେ ପାଞ୍ଚ ଭାଇ ଯାଉଛ। ପୁଣି ତମେ ହଉଛ ଦ୍ରୋଣ ଗୁରୁଙ୍କର ଖାତ। ତାଙ୍କଠୁ ଧନୁର୍ବିଦ୍ୟା ଶିକ୍ଷା କରିଛ, ବିଦ୍ୟା ଶିକ୍ଷା କରିଛ, ସନ୍ତାନ ପରେ ଶିଖିଛ। ଆଉ ତମେ ଶହେ ପାଞ୍ଚ ଯାକ ତମକୁ ଲାଜ ଲାଗୁନି? ଏତିକିବେଳେ ମହାମାରୀ ଦୁର୍ଯ୍ୟୋଧନ କହିଲା ଅର୍ଜୁନ ଶହେ ପାଞ୍ଚ ଯିବା ଦରକାର ନାହିଁ, ତୁ ଏକା ଏକରେ ଯୋଉ ବାନ୍ଧିଟାକୁ ବୀରତ୍ୱ ଶୋଭା ପାଇବ। ଆଉ ଶହେ ପାଞ୍ଚ ଯିବା କଣ ଦରକାର? ହେଲା କଣ ହେଲା? ଗମନ କଲେ ଅର୍ଜୁନ
ସେ କାହିଁକି ଉଠେଇବନି? କାହିଁକି? ଏ ସଂସାର ଭିତରେ କିଏ କିଏ ଅଛନ୍ତି? 7 ଜଣ। କିଏ ସେ? ଏ 7 ଜଣ ଶୋଇଥିଲେ, ତାଙ୍କୁ କେବେ ହେଲେ ଉଠେଇବନି। ଯଦି ଉଠେଇବନି ସେ 7 ଜଣ କିଏ କିଏ କୁହ? ବିରଞ୍ଚି ଶୋଇଥିଲେ ଉଠେଇବନି। ମୋ ଭାଇ ସହିତ ଉଠେଇବନି। କଟାଳି ଉଠେଇବ। ଏ ବାପା ଘରେ ମୋ ଭାଉ ଭାଇ ଉଠେଇଦେଲେ ଗୋଟେ କଥା କଣି ସେ ଦୂରରେ ଥାକି ଡାକିବେ ପାଖକୁ ଯିବେ। ତୁମକୁ ବହି କୋଉଠି, ତମେ କୋଉଠି? ବହି ତା ବାଟରେ ଆମେ ଏଇଠି କହିଲା ହଁ ଯେତେବେଳେ ବନ୍ଧା ହେଇଯାଇଛି 7 ଜଣ ସଂସାର କରିଲେ ତାଙ୍କୁ ଉଠେଇବ ନାହିଁ।
বলি